କୋଣାର୍କ ବିଶ୍ୱ ଐତିହ୍ୟ ମଧ୍ୟରୁ ଏକ। କୋଣାର୍କ ମନ୍ଦିରର ପ୍ରତିଟି ପଥର କିଛି ନା କିଛି କୁହେ, କିନ୍ତୁ କିଛି ପଥର ଏମିତି ବି ଥାଏ ଯାହା ଇତିହାସର ସେହି ପୃଷ୍ଠାକୁ ମନେ ପକାଇ ଦିଏ, ଯାହାକୁ ସମୟ କାଳକ୍ରମେ ଲିଭାଇବାକୁ ଚେଷ୍ଟା କରିଛି। ଯଦି ଆପଣ ସନ୍ଧ୍ୟା ସମୟରେ କୋଣାର୍କର ସୂର୍ଯ୍ୟ ମନ୍ଦିର ସାମ୍ନାରେ ଛିଡ଼ା ହେବେ, ଯେତେବେଳେ ସମୁଦ୍ରରୁ ଆସୁଥିବା ଥଣ୍ଡା ପବନ ଆପଣଙ୍କୁ ସ୍ପର୍ଶ କରିବ, ଆପଣଙ୍କୁ ଲାଗିବ ସତେ ଯେମିତି ସେହି ପଥର ଗୁଡ଼ିକ କାହାର ଦୀର୍ଘ ଶ୍ୱାସକୁ ଆଜି ବି ନିଜ ଭିତରେ ସାଇତି ରଖିଛନ୍ତି। ସେହି ଦୀର୍ଘ ଶ୍ୱାସ ଯାହା ଆଜକୁ 800 ବର୍ଷ ତଳେ 1200 ଓଡ଼ିଆ କାରିଗରୀଙ୍କ ଛାତିରୁ ବାହାରିଥିଲା। ଆଜି କୋଣାର୍କକୁ ଆମେ ବିଶ୍ୱର ଏକ ଆଶ୍ଚର୍ଯ୍ୟ, ଓଡ଼ିଶାର ଗର୍ବ ବୋଲି କହୁଛୁ। 12 ହାତର ଚକ ଏବଂ 7ଟି ଘୋଡ଼ା ସୂର୍ଯ୍ୟ ଦେବତାଙ୍କ ରଥକୁ ଆଗକୁ ନେଇଯାଉଥିବାର ଏକ ଅପୂର୍ବ କଳାକୃତି। କିନ୍ତୁ ତ୍ରୟୋଦଶ ଶତାବ୍ଦୀରେ ଏହି ସ୍ଥାନଟି ଏକ ଭୟଙ୍କର ନିରାଶାର କ୍ଷେତ୍ର ପାଲଟିଥିଲା। ଗଙ୍ଗ ବଂଶର ପ୍ରତାପୀ ରାଜା ଲାଙ୍ଗୁଳା ନରସିଂହ ଦେବ ନିଜ ସାମ୍ରାଜ୍ୟର ସମସ୍ତ ସମ୍ପତ୍ତି ଏହି ମନ୍ଦିର ନିର୍ମାଣରେ ଢାଳି ଦେଇଥିଲେ। ମୁଖ୍ୟ ବଢ଼େଇ ବିଶୁ ମହାରଣା ନେତୃତ୍ୱରେ 1200 ଶ୍ରେଷ୍ଠ କାରିଗରଙ୍କୁ ଏକାଠି କରାଯାଇଥିଲା। ଦୀର୍ଘ 12 ବର୍ଷ ଧରି ସେମାନେ ନିଜ ପରିବାର, ନିଜ ପିଲାପିଲିଙ୍କ ଠାରୁ ଦୂରରେ ରହି ପଥର ଦେହରେ ଜୀବନ ସଞ୍ଚାର କରୁଥିଲେ। କିନ୍ତୁ 12 ବର୍ଷ ଶେଷ ହୋଇଯାଉଥିବା ବେଳେ ଏହି ବିଶାଳ ସ୍ୱପ୍ନ ଆଗରେ ଏକ ବିରାଟ ପ୍ରତିବନ୍ଧକ ଛିଡ଼ା ହେଲା। ମନ୍ଦିରର ସମସ୍ତ କାର୍ଯ୍ୟ ସରିଯାଇଥିଲା, କେବଳ ବାକି ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଅସମ୍ଭବ କାମ, ମନ୍ଦିରର ଶୀର୍ଷରେ ଦଧିନଉତି ବା ମୁଣ୍ଡି ମାରିବା। ଯଦି ସେହି ଭାରୀ ପଥରଟି ଠିକ୍ ଭାବରେ ସ୍ଥାପନ ନ ହୁଏ, ତେବେ ସମ୍ପୂର୍ଣ୍ଣ ମନ୍ଦିରର ଭାରସାମ୍ୟ ବିଗିଡ଼ିଯିବ ଏବଂ ଏହା ଭାଙ୍ଗି ପଡ଼ିବ। ବିଶୁ ମହାରଣା ଏବଂ ତାଙ୍କ କାରିଗରମାନେ ଯେତେ ଥର ଚେଷ୍ଟା କଲେ ମଧ୍ୟ ସେହି ମୁଣ୍ଡି ପଥରଟି ଠିକ୍ ଜାଗାରେ ବସୁନଥିଲା। ସେପଟେ ରାଜାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା। ରାଜପ୍ରସାଦରୁ ଏକ ଭୟଙ୍କର ନିର୍ଦ୍ଦେଶ ଆସି ପହଞ୍ଚିଲା, ଯାହା ଶୁଣି କାରିଗରମାନଙ୍କର ରକ୍ତ ଶୀତଳ ହୋଇଗଲା। ଆସନ୍ତାକାଲି ସୂର୍ଯ୍ୟୋଦୟ ସୁଦ୍ଧା ଯଦି ମନ୍ଦିରରେ ମୁଣ୍ଡି ମରା ନଯାଏ, ତେବେ 1200 କାରିଗରଙ୍କ ଶିରଚ୍ଛେଦ କରାଯିବ। ଥରେ ଭାବି ଦେଖନ୍ତୁ, ସେହି ଶିବିରରେ କେମିତି ଆତଙ୍କ ଖେଳି ଯାଇଥିବ। 12 ବର୍ଷର ରକ୍ତ ଓ ଝାଳର ପରିଶ୍ରମ ଶେଷରେ ମୃତ୍ୟୁର ଖବର ନେଇ ଆସିଥିଲା। ବିଶୁ ମହାରଣା ସେହି ରାତିରେ ସମୁଦ୍ର କୂଳରେ ବସି ନିଜର ଶେଷ ସୃଷ୍ଟିକୁ ଚାହୁଁଥିଲେ ଏବଂ ଭାବୁଥିଲେ ଯେ ଆସନ୍ତାକାଲିର ସୂର୍ଯ୍ୟ ତାଙ୍କ ସହ କାରିଗରମାନଙ୍କର ଶେଷ ସୂର୍ଯ୍ୟ ହେବ। ଯେତେବେଳେ ବିଶୁ ମହାରଣା ନିଜ ମୃତ୍ୟୁକୁ ସାମ୍ନାରେ ଦେଖି ହତାଶ ହୋଇ ବସିଥିଲେ, ଠିକ୍ ସେତିକି ବେଳେ ଜଣେ 12 ବର୍ଷର ବାଳକ କୋଣାର୍କ ଆଡ଼କୁ ପାଦ ବଢ଼ାଉଥିଲା। ତାର ନାଁ ଥିଲା ଧର୍ମପଦ। ସେ ଥିଲା ବିଶୁ ମହାରଣାଙ୍କ ଏକମାତ୍ର ପୁତ୍ର। କିନ୍ତୁ ଧର୍ମପଦର ଜନ୍ମ ପୂର୍ବରୁ ହିଁ ବିଶୁ ମନ୍ଦିର ନିର୍ମାଣ ପାଇଁ ଗାଁ ଛାଡ଼ି ଚାଲି ଆସିଥିଲେ। ଧର୍ମପଦ ତା ମା ମୁହଁରୁ କେବଳ ବାପାଙ୍କର ବୀରତ୍ୱ ଓ କଳାର ଗପ ଶୁଣି ବଡ଼ ହୋଇଥିଲା। ସେହି ଧୂଳି ମାଟିରେ ଖେଳୁଥିଲେ ମଧ୍ୟ ତା ଶିରରେ ଜଣେ ମୁଖ୍ୟ ସ୍ଥପତିଙ୍କ ରକ୍ତ ବହୁଥିଲା। ସେ ସଂସାରର ନୀତି ଶିଖିବା ପୂର୍ବରୁ ପଥରର ଭାଷା ଶିଖି ଯାଇଥିଲା। ଘରୁ ବାହାରିବା ସମୟରେ ତା ମା ତାକୁ ଚିହ୍ନିବା ପାଇଁ ବାଡ଼ି ବରକୋଳି ଗଛର କୋଳି ପୁଟୁଳିଟିଏ ଦେଇଥିଲେ। ଯେତେବେଳେ ଧର୍ମପଦ ସେହି ବିଶାଳ କୋଣାର୍କ ପ୍ରାଙ୍ଗଣରେ ପହଞ୍ଚିଲା, ସେଠାରେ କୌଣସି ଉତ୍ସବର ମାହୋଲ ନଥିଲା। ଚାରିଆଡ଼େ କେବଳ କାନ୍ଦ ବୋବାଳି ଓ ନିରାଶା ଛାଇ ରହିଥିଲା। କାରିଗରମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କାନ୍ଦୁଥିଲେ। ଭିଡ଼ ଭିତରୁ ଧର୍ମପଦ ଶେଷରେ ତା ବାପାଙ୍କୁ ଖୋଜି ପାଇଥିଲା। ସେ ବିଶୁ ମହାରଣାଙ୍କ ପାଖକୁ ଯାଇ ନିଜର ପରିଚୟ ଦେଲା ଏବଂ ସେହି କୋଳି ପୁଟୁଳିଟି ବାପାଙ୍କ ହାତରେ ଦେଲା। ଥରେ ଭାବନ୍ତୁ, ସେହି ବାପ ପୁଅଙ୍କ ମିଳନ କେମିତି ହୋଇଥିବ। ଜଣେ ବାପା ନିଜ ଜୀବନରେ ଥରେ ଭାବନ୍ତୁ, ସେ ବାପ ପୁଅଙ୍କ ମିଳନ କେମିତି ହୋଇଥିବ। ଜଣେ ବାପା ନିଜ ଜୀବନରେ ପ୍ରଥମ ଥର ପାଇଁ ପୁଅକୁ ଦେଖୁଛି।
କିନ୍ତୁ ସେ ଜାଣିଛି ଯେ ଆଉ ମାତ୍ର କେଇଟା ଘଣ୍ଟା ପରେ ସେ ମରିବାକୁ ଯାଉଛି। ବିଶୁ ତାଙ୍କ ପୁଅକୁ ଛାତିରେ ଆଉଜାଇ କାନ୍ଦି ପକାଇଲେ ଏବଂ କହିଲେ, ତୁ କାହିଁକି ଆସିଲୁ ରେ ପୁଅ? କାଲି ସକାଳେ ଏହି ମନ୍ଦିର ଆମ ସମସ୍ତଙ୍କର କବର ପାଲଟିଯିବ। କିନ୍ତୁ ଧର୍ମପଦ କେବଳ ଜଣେ ସାଧାରଣ ବାଳକ ନଥିଲା। ସେ ତାଙ୍କ ବାପାଙ୍କୁ ମନ୍ଦିରର ନକ୍ସା ଏବଂ ମୁଣ୍ଡି ପଥରର ମାପ ଦେଖାଇବାକୁ କହିଲା। ଯେଉଁଠି ଅଭିଜ୍ଞ କାରିଗରମାନେ ହାର ମାନି ଯାଇଥିଲେ, ସେଠାରେ ଏହି 12 ବର୍ଷର ବାଳକର ତୀକ୍ଷ୍ଣ ଆଖି ସେହି ଗାଣିତିକ ସମସ୍ୟାର ସମାଧାନ ଖୋଜି ପାଇଥିଲା। ଧର୍ମପଦ ପଥରଗୁଡ଼ିକୁ ପରଖିଲା, କୋଣଗୁଡ଼ିକୁ ପୁଣି ଥରେ ମାପିଲା। ସେ ସେଥିରେ କୌଣସି ବଡ଼ ଭୁଲ ଦେଖିଲାନି, କେବଳ ଓଜନର ଭାରସାମ୍ୟ ଓ ସାମାନ୍ୟ ତ୍ରୁଟି ଥିବା ଜାଣିପାରିଲା। ବାପା, ମୁଁ ଏହି ମୁଣ୍ଡି ମାରିପାରିବି। 12 ବର୍ଷର ବାଳକଟି ସେହି ସମସ୍ତ ନିରାଶ କାରିଗରଙ୍କ ସାମ୍ନାରେ ଦୃଢ଼ତାର ସହ କହିଲା। ପ୍ରଥମେ ତ କାରିଗରମାନେ ତା କଥାକୁ ବିଶ୍ୱାସ କଲେ ନାହିଁ। ଯେଉଁ କାମ 1200 ବଢ଼େଇ ମାସ ମାସ ଧରି କରିପାରିଲେ ନାହିଁ, ତାକୁ ଏ ପିଲାଟା କେମିତି କରିବ? କିନ୍ତୁ ମୃତ୍ୟୁ ଯେତେବେଳେ ସାମ୍ନାରେ ଠିଆ ହେଇଛି, ସେତେବେଳେ ଚେଷ୍ଟା କରିବାରେ କ୍ଷତି କ'ଣ? ରାତିର ସେହି ଘନ ଅନ୍ଧାରରେ ମଶାଲର ଆଲୋକରେ ଧର୍ମପଦ ମନ୍ଦିରର ସେହି ବିପଜ୍ଜନକ ମଞ୍ଚା ଉପରୁ ଚଢ଼ିବାକୁ ଲାଗିଲା। ସେହି ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ପହଞ୍ଚିଲା, ଯେଉଁଠି ତଳେ ଥିବା ସମୁଦ୍ରର ଗର୍ଜନ ଶୁଣାଯାଉଥିଲା। ତଳେ ବାପା ବିଶୁ ମହାରଣା ଏବଂ 1200 କାରିଗର ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ। ଧର୍ମପଦର ନିର୍ଦ୍ଦେଶରେ ଶେଷ ପରିବର୍ତ୍ତନ କରାଗଲା। ପଥରର ଓଜନକୁ ସନ୍ତୁଳିତ କରାଗଲା ଏବଂ ଶେଷରେ ଏକ ଶକ୍ତ ପ୍ରହାର ସହିତ ଦଧିନଉତିକୁ ଠିକ୍ ଜାଗାରେ ବସାଗଲା। ମୁଣ୍ଡି ମରା ସରିଗଲା। ମନ୍ଦିରଟି ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଗଲା। ତଳେ ଛିଡ଼ା ହୋଇଥିବା କାରିଗରଙ୍କ ମାନଙ୍କ ମଧ୍ୟରେ ଏକ ଆନନ୍ଦର ଲହରୀ ଖେଳିଗଲା। ସେମାନଙ୍କର ଆଜି ଜୀବନ ବଞ୍ଚିଗଲା। ସେମାନେ ନିଜ ପରିବାର ପାଖକୁ ଫେରିପାରିବେ। ଏହି 12 ବର୍ଷର ପିଲାଟି ଆଜି ସମସ୍ତଙ୍କ ପାଇଁ ଭଗବାନ ସାଜି ଆସିଥିଲା। କିନ୍ତୁ ଏହି ଖୁସି ବେଶୀ ସମୟ ରହିଲାନି। ଏକ କଠୋର ସତ୍ୟ ସେମାନଙ୍କ ସାମ୍ନାକୁ ଆସିଲା। ସକାଳ ହେଲେ ରାଜାଙ୍କ ସୈନ୍ୟମାନେ ଆସିବେ। ସେମାନେ ଦେଖିବେ ମନ୍ଦିରର ମୁଣ୍ଡି ମରା ସରିଛି। କିନ୍ତୁ ଯେତେବେଳେ ସେମାନେ ପଚାରିବେ ଏହା କିଏ କଲା, ଏବଂ ଯେତେବେଳେ ସତ୍ୟ ପ୍ରକାଶ ପାଇବ ଯେ ଯେଉଁ କାମକୁ 1200 ଅଭିଜ୍ଞ କାରିଗର କରିପାରିଲେ ନାହିଁ, ତାକୁ ଏକ 12 ବର୍ଷର ପିଲାଟିଏ କରିଦେଲା, ସେତେବେଳେ ରାଜା କ'ଣ ଭାବିବେ? କାରିଗରମାନେ ଗୁଞ୍ଜରଣ କଲେ। ରାଜା ଭାବିବେ, ଆମେ ଅଯୋଗ୍ୟ, ଆମେ ରାଜାଙ୍କ ଆଦେଶକୁ ଅବମାନନା କରିଥିଲୁ। ସେ ଆମର ଶିରଚ୍ଛେଦ କରିପାରନ୍ତି, କିମ୍ବା ଓଡ଼ିଆ କାରିଗର ସମାଜର ଗର୍ବ ଓ ସମ୍ମାନ ସବୁଦିନ ପାଇଁ ମାଟିରେ ମିଶିଯିବ। ସେମାନେ ବିଶୁ ମହାରଣାଙ୍କ ଆଗରେ ଏକ କଠୋର ପ୍ରଶ୍ନ ରଖିଲେ। ସେମାନେ ବିଶୁ ମହାରଣାଙ୍କ ଆଗରେ ଏକ କଠୋର ପ୍ରଶ୍ନ ରଖିଲେ। 1200 ବଢ଼େଇଙ୍କ ଜୀବନ ବଡ଼, ନା ପୁଅ ସେ ଦୁନିଆ ଦେଖିନି ତାର ଜୀବନ ବଡ଼? ମନ୍ଦିର ଉପରେ ଠିଆ ହୋଇଥିବା ଧର୍ମପଦ ତଳର ଏହି ଗୁଞ୍ଜରଣ ଶୁଣିପାରୁଥିଲା। ସେ ତଳକୁ ଚାହିଁଲା। ସେଠାରେ ତାର ବାପା ଠିଆ ହୋଇଥିଲେ, ଯିଏ ନିଜର ସମ୍ପୂର୍ଣ୍ଣ ଯୌବନ ଏହି ମନ୍ଦିର ପାଇଁ ତ୍ୟାଗ କରିଦେଇଥିଲା। ସେଠାରେ ଆଉ ବାକି 1199 ଜଣ କାରିଗର ମଧ୍ୟ ଥିଲେ, ଯେଉଁମାନେ କେବଳ ନିଜ ପିଲାମାନଙ୍କ ପାଖକୁ ଫେରିଯିବାକୁ ଚାହୁଁଥିଲେ। 12 ବର୍ଷର ସେହି ସାନ ବାଳକଟି ବୁଝିଗଲା ଯେ ତାର ବଞ୍ଚି ରହିବା ମାନେ ଏହି ସମସ୍ତଙ୍କ ସର୍ବନାଶ। ସେ ସେହି ଉଦିତ ସୂର୍ଯ୍ୟଙ୍କ ଆଡ଼କୁ ଚାହିଁଲା। ପାଇଁ ଏହି ମନ୍ଦିର ତିଆରି ହୋଇଛି। ସେହି ମହାପ୍ରଭୁ ଜଗନ୍ନାଥ ଏବଂ ସୂର୍ଯ୍ୟ ଦେବତାଙ୍କୁ ହାତ ଯୋଡ଼ି ସେ ପ୍ରଣାମ କଲା। ସେ ନିଜ ବଂଶର ବୀରତ୍ୱ ପ୍ରମାଣ କରିସାରିଛି। ସେ ତା ବାପାଙ୍କ ସମ୍ମାନ ରକ୍ଷା କରିସାରିଛି। ଏହି ପୃଥିବୀରେ ତାର କାମ ସରିଯାଇଛି। କେହି କିଛି ବୁଝିବା ଏବଂ ଉପରକୁ ଚଢ଼ି ତାକୁ ଅଟକାଇବା ପୂର୍ବରୁ ଧର୍ମପଦ ସେହି ଦଧିନଉତି ଉପରୁ ସମୁଦ୍ରକୁ ଡେଇଁ ପଡ଼ିଥିଲା। ସେହି ସକାଳର କୁହୁଡ଼ି ଭିତରେ 12 ବର୍ଷର ବାଳକଟି ସେହି ଗଭୀର ଚନ୍ଦ୍ରଭାଗାର ନୀଳ ଜଳରାଶିରେ ସବୁଦିନ ପାଇଁ ଲୀନ ହୋଇଯାଇଥିଲା। ସୂର୍ଯ୍ୟୋଦୟ ସମୟରେ ଯେତେବେଳେ ରାଜାଙ୍କ ଦୂତ ପହଞ୍ଚିଲେ, ସେମାନେ ମନ୍ଦିରକୁ ପୂର୍ଣ୍ଣାଙ୍ଗ ରୂପରେ ଦେଖିଲେ।
କିନ୍ତୁ ସେଠାରେ କୌଣସି ଉତ୍ସବ ନଥିଲା। ସେଠାରେ କେବଳ 1200 କାରିଗର ସେହି ମନ୍ଦିର ଛାୟାରେ ବସି କାନ୍ଦୁଥିଲେ। ସେହି ବାଳକ, ସେହି 12 ବର୍ଷର ବାଳକ ଧର୍ମପଦ, ଯିଏ ସମସ୍ତଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଦେଲା। ଇତିହାସ କେବଳ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କୁ ମନେ ରଖିଛି, ଗଙ୍ଗବର୍ଷର କୀର୍ତ୍ତିକୁ ମନେ ରଖିଛି, କିନ୍ତୁ କୋଣାର୍କର ଆତ୍ମା କୌଣସି ରାଜା ବା ସାମ୍ରାଜ୍ୟର ନୁହେଁ। ଏହା ହେଉଛି ସେହି 12 ବର୍ଷର ବାଳକ, ଯିଏ ନିଜର ସୁଖ ଅପେକ୍ଷା ଅନ୍ୟମାନଙ୍କ ଜୀବନକୁ ବଡ଼ ବୋଲି ଭାବିଥିଲା।